बेले बेले लोक कहते जे रवि दास एमती बाटर कथा कहते जे साप मरबनी कि बाड़ी भांगनी क्या दुख न दे कथा कहवाई आप चेष्टा करते बहुत सालिश करा पड़ुव शीत दास आप ନାଇଁ ସେ ସାଲିସ ନାହିଁ ମୋର ଯୋଉଗୁଡ଼ାକ ଲୋକଙ୍କ ସମ୍ପର୍କୀୟ ଆପଣ ଦେଖନ୍ତୁ କୌଣସି सीधा ପ୍ରୋ कथा कहते ना बंके ପ୍ରୋ ପିପୁଲ ଇସ୍ୟୁ ଯେତେ ହବ हाँ ମୁଁ ଆପଣ ଦେଖିବେ ସେଥିରେ ମୋର କୌଣସି ସାଲିସ ନାହିଁ ଆଇ ଆମ୍ ୱିଥ୍ ଦ ପିପୁଲ ଲୋକଙ୍କ ସାଙ୍ଗରେ ଲୋକଙ୍କ ଇସ୍ୟୁ ସାଙ୍ଗରେ ମୁଁ ନିଶ୍ଚିତ ରହିବି କୌଣସି ପ୍ରକାର ସେଥିରେ ସାଲିସ ନାହିଁ किंतु କିନ୍ତୁ पॉलिटिकल ଯୋଉଠି ରାଜନୈତିକ କଥା ଯେତେବେଳେ ଆସିଲା ରାଜନୈତିକ କଥା ଭିତରେ ଦୁଇ ତିନି କଥା ଦେଖିବାକୁ ପଡ଼େ ବା ଦେଖେ ମୁଁ ଯେ ପ୍ରତ୍ୟେକ ଲୋକର ରାଜନୈତିକ ଭ୍ୟୁ ଯିଏ ନେଉଛନ୍ତି ବା ଯେଉଁ କଥା କହୁଛନ୍ତି ତାଙ୍କ ସ୍ଥିତିରୁ ମୁଁ କଥାଟାକୁ ଭାବେ ସିଏ କାହିଁକି ଏ କଥା କହିଲେ ଏବଂ ସେ କଥାର କି ସମର୍ଥକ ବି ଅଛନ୍ତି ଏହା ମଧ୍ୟ ସତ୍ୟ ଆପଣ କୋଉ ପାର୍टीर ଆପଣ दक्षिणपंथी राजनीति करती ना वामपंथी मु जानी जे आपण हेले कांग्रेस आउ वामपंथी समर्थक आपण दक्षिणपंथी राजनीति को एते भल पाती आरएसएस विश्व हिंदू परिषद भारतीय जनता पार्टी ए विचारधारा आपण विरोधी ନାଇଁ ମୁଁ ତାଙ୍କର ସମର୍ଥକ ନୁହେଁ ନିଶ୍ଚିତ ଭାବରେ ହଁ ଆପଣ ଖାଲି ମନେ ପକାଇ ଦେବାକୁ ଚାହୁଁଛି ଖାଲି କଥାଟା ଯେହେତୁ ମୂଳକୁ ଆପଣ ଆସିଲେଣି ମୁଁ ଦେଖନ୍ତୁ ଯେଉଁ ପରିବାର ମଧ୍ୟ ଆସିଛି ହଁ ମୋର ବାପା ଜଣେ ପ୍ରଜାମଣ୍ଡଳ ଆନ୍ଦୋଳନକାରୀ ହଁ ମୋ ବାପା ଯେତିକି ଦିନ ବାପା ଖୁବ୍ ଶୀଘ୍ର ମୃତ୍ୟୁବରଣ ହେଲେ ମୁଁ ଯେତେବେଳେ ପଢ଼ୁଥିଲି 60 ଦଶକରେ ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନରେ ବାପାଙ୍କର ମୃତ୍ୟୁ ହେଲା ତାପରେ ଆମର କେମିତି ଅବସ୍ଥା ଖରାପ କିନ୍ତୁ ବାପା ଯେତିକି କଥା ମୋତେ କହିଥିଲେ ତାଙ୍କ ପାଇଁ ତାଙ୍କ ବିଚାରରେ ସେ ଯେଉଁଟାକୁ ଭଲ ଭାବନ୍ତି ସେ ବହୁତ ଦିନ କାଳ ଆମ ଅଞ୍ଚଳ ବି ସରପଞ୍ଚ ଥିଲେ ଇଏ ଥିଲେ ଲୋକମାନେ ତାଙ୍କୁ ବହୁତ ବି ଭଲ ପାଆନ୍ତି ତାଙ୍କ ପାଇଁ ଗାନ୍ଧୀ ଆଉ ନେହେରୁ ଥିଲେ ଭଗବାନ ଆପଣଙ୍କ ବାପାଙ୍କ ପାଇଁ ବାପା ପାଇଁ ଏବଂ ଏଇ କଥା ସେ ବରାବର ମୋତେ କହିଛନ୍ତି ଗାନ୍ଧୀଙ୍କୁ ସେ କାହିଁକି ଭଗବାନ ବୋଲି ଭାବୁଥିଲେ ଏବଂ ନେହେରୁଙ୍କୁ ଭଗବାନ ବୋଲି ଭାବୁଥିଲେ ସିଏ ମଧ୍ୟ ଆମକୁ ସାଙ୍ଗେ ବିଭିନ୍ନ ସମୟରେ ବସିଲା ବେଳେ ଆମକୁ କୁହନ୍ତି ଆମେ ବହୁତ ସମୟରେ ଘରେ ଯେତେବେଳେ ବାଇଚାନ୍ସ ବାପା କାହିଁକି ଥାଆନ୍ତି ଭାବନ୍ତି ଯେ ଗାନ୍ଧୀ ତ ନିଶ୍ଚିତ ଭାବରେ ଏବେ ବି ଅନେକ ଲୋକ ଗାନ୍ଧୀଙ୍କୁ ସେଇ ସମୟରେ ଗାନ୍ଧୀଙ୍କୁ ଭଗବାନ ନେହେରୁଙ୍କୁ ବୋଲି କାହିଁକି ଭଗବାନ ବୋଲି ଭାବନ୍ତି? ନେହେରୁଙ୍କୁ ଭଗବାନ ଭାବିବାର କଥା ସେ ଭାବୁଛନ୍ତି ତାଙ୍କ ବିଚାରରେ ସିଏ ଯେହେତୁ ପ୍ରଜାମଣ୍ଡଳ ଆନ୍ଦୋଳନକାରୀ ଥିଲେ ସେତେବେଳେ ପ୍ରଜାମଣ୍ଡଳ ଆନ୍ଦୋଳନକାରୀର ସର୍ବଭାରତୀୟ ନେତୃତ୍ୱ ନେଉଥିଲେ ପଣ୍ଡିତ ଜବାହରଲାଲ ନେହେରୁ ହଁ ଏବଂ ଜବାହରଲାଲ ନେହେରୁଙ୍କର ସିଏ କହୁଛନ୍ତି ଜବାହରଲାଲ ନେହେରୁ ନଥିଲେ ଭାରତ ବର୍ଷରେ ଏଇ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ରିପବ୍ଲିକଟା ହେଇପାରିନଥାନ୍ତା ତାଙ୍କ ବିଚାରରେ କହିଲେ ଏ ବିଷୟରେ ସେ ଲୋକର ବିଚାର ଏବଂ ମୁଁ ମଧ୍ୟ ଏତେ ପ୍ରଭାବିତ ହେଇଥିଲି ତାଙ୍କ ଦ୍ୱାରା ହେଇପାରେ ଆପଣ କଣ ସେ ଭାବନ୍ତି ଯେ ନେହେରୁ ଶୁଣନ୍ତୁ ଭଗବାନ ଆଜ୍ଞା ବୋଲି? ମୁଁ ଏତେ ପ୍ରଭାବିତ ହେଇଥିଲି ଯେତେବେଳକୁ ମୁଁ 10ମ ଶ୍ରେଣୀରେ ପାଠ ପଢ଼ୁଥିଲି ନେହେରୁ ଆସିଥାନ୍ତି କଟକ ସେ ସାଇନ୍ସ କଂଗ୍ରେସ ମିଟିଂକୁ ଆସିଥିଲେ ତାପରେ ବାରବାଟୀ ପଡ଼ିଆରେ ଗୋଟେ ବଡ଼ ଧରଣ ସାଧାରଣ ସଭା ହେଲା ମୁଁ ଗାଁରୁ ସାଇକେଲରୁ ଆସିଥିଲି ନଦୀ ପାର ହେଇକି ବଡମ୍ବାରୁ ଆଠଗଡ଼ରୁ ଆଠଗଡ଼ ବଡ଼ମ୍ବାରେ ନଦୀ ପାର ହେଇକି ମୁଁ ଆସିଥିଲି କେବଳ ନେହେରୁଙ୍କ ଭାଷଣ ଶୁଣିବା ପାଇଁ ମାନେ ମୁଁ ପିଲାଦିନୁ ବାପାଙ୍କୁ ଆପଣ ନ କହିକି ରାଜନୀତିରେ ରାଜନୀତିଆ ବୋଲି ନାଇଁ ଗାଁରେ ନାଇଁ ମୁଁ ହଁ। ନେହେରୁଙ୍କ ପ୍ରତି ମୋର ଯେଉଁ ଆଗ୍ରହଟା ଥିଲା ନାଇଁ କେତେ କିନ୍ତୁ ବୟସ ହେଇଥିଲା ବେସିକାଲି ଆପଣଙ୍କୁ ସେତେବେଳେ? ବେଶୀ 10ମ ଶ୍ରେଣୀ ପାଠ ପଢ଼ୁଥିଲି ପରା। 10ମ ଶ୍ରେଣୀରେ ପାଠ ପଢିଲା ବେଳେ ସାଇକେଲରେ ଯିଏ ଆସୁଛନ୍ତି ମାନେ ପିଲାଦିନୁ ଆପଣଙ୍କ ରକ୍ତରେ ରାଜନୀତି ଅଛି ନାଇଁ ରାଜନୀତି ନୁହେଁ ହଁ କିନ୍ତୁ ନେହେରୁଙ୍କ ପ୍ରତି କିନ୍ତୁ ମୋର ଯଦି ଦେଖିବେ ଆପଣ ପଚାରିବେ ମୋର ପିଲାଦିନରୁ ମୋର ସବୁଠୁ ଯଦି ମୋର କେଉଁଠି ପାଠରେ ସବୁଠୁ ମୋର ବେଶୀ ଆଗ୍ରହ ଥିଲା ଏବଂ କ୍ଲାସ୍ରେ ମଧ୍ୟ ଭଲ କରୁଥିଲି ଯେଉଁଥିପାଇଁ ଆସି ପଦାର୍ଥ ବିଜ୍ଞାନ ପଢ଼ିଲି ସେ ହେଉଛି ଅଙ୍କ ମ୍ୟାଥମେଟିକ୍ସ ମ୍ୟାଥମେଟିକ୍ସ ସେଇଟା ହେଉଛି ମୋର ପ୍ରିୟ ସବଜେକ୍ଟ ସେଇଥିପାଇଁକି ଆମ ଅଞ୍ଚଳରେ ଆମ ଘରେ ମୋ ବାପା ଆମ ଭାଇମାନଙ୍କ ଭିତରେ ମୋତେ ବେଶୀ ଭଲ ପାଆନ୍ତି ସେଇଥିପାଇଁ କିନ୍ତୁ ରାଜନୀତି ମୁଁ କେବେ ଜୀବନରେ କରିବି ଏଇଟା ସ୍ୱପ୍ନରେ ମଧ୍ୟ ଭାବିନଥିଲି ଭଲ ମ୍ୟାଥମେଟିକ୍ସ କରୁଥିବା ବ୍ୟକ୍ତି ମାନେ କେବେ ରାଜନୀତିକୁ ଆସନ୍ତିନି ଆପଣ କିନ୍ତୁ କଣ 100କୁ 100 ରଖୁଥିଲେ ମ୍ୟାଥମେଟିକ୍ସ ମାଥମେଟିକ୍ସ ସେଇ ସହାୟତା ମୁଁ ଅଗ୍ରଗତି କରି ଆସିଲି କାରଣ ଗାଁ ସ୍କୁଲ ବାଲା ଆମେ 100କୁ 100 ନାଇଁ 100କୁ 100 90 କେତେ ସବୁବେଳେ ତ ମ୍ୟାଥମେଟିକ୍ସରେ ଦୁଇଟା କାମ ଏବେ ଆପଣଙ୍କର ମନେ ଅଛି ନା ମ୍ୟାଟ୍ରିକୁଲେସନ ନାଇଁ? ଅପସନାଲ ବି ଦୁଇଟା କମ୍ପଲସରି ଗୋଟେ ଅପସନାଲ ଗୋଟେ ଆମେ ତାରି ବଳରେ ତ ଆଗକୁ ଆସିଲୁ କାରଣ ଆମର ସବୁ ଲିଟରେଚର ଏତେ ଷ୍ଟ୍ରଙ୍ଗ ହେଉନଥିଲା ଲିଟରେଚର ହେଉଥିଲା ଯେ ମଧ୍ୟ ଏତିକି ନମ୍ବର ଆମେ ରଖିପାରୁନଥିଲୁ ହଁ କିନ୍ତୁ ଆମେ ମ୍ୟାଥମେଟିକ୍ସରେ ପୁରା ରଖୁଥିଲୁ ବିଜ୍ଞାନ ରଖୁଥିଲୁ ଯେତେବେଳେ କଲେଜରେ ମୁଁ ଆସେ ପଢ଼ିଲି ପ୍ରି ୟୁନିଭର୍ସିଟିରେ ମୋର ମନେ ଅଛି ଆମର ଟେଷ୍ଟ କ୍ଲାସ୍ରେ ମଧ୍ୟ ବି ମୁଁ ଯେଭଳି ଭାବରେ ଟେଷ୍ଟ ଆନ୍ସର ଲେଖିଥିଲି ସେ କ୍ଲାସ୍ରେ ସେ ଖାତା ଟେଷ୍ଟ ଖାତା ଗୁଡ଼ାକ କ୍ଲାସ୍ରେ ଏକ୍ଜିବିଟ୍ କରନ୍ତି ସାର୍ ଆଣିକି ସେ କହିଲେ ଏଇଟା କିଏ ଏଇଟା ନମ୍ବର ୱାନ୍ ଅଫ୍ ଦି ବେଷ୍ଟ ଏଇଟ୍ ଦିସ୍ ଇଜ୍ ହାଉ ଦି ଆନ୍ସର ସୁଡ୍ ବି ରିଟେନ୍
ଜାଣି ସେଇଟା ଥିଲା এটা রেভেনসা কলেজে। ରେଭେନ୍ସା କଲେଜ। ତେଣୁ ଏଇ ପରିପ୍ରେକ୍ଷୀରେ ମୁଁ ଯଦି ଭାବିବି ଯେ ଆମର ମୋର ଆଶା ବିଶ୍ୱାସ ଥିଲା ସେଇଟା, ଏବଂ ବାପା ମୋତେ ସବୁବେଳେ କହୁଥିଲେ ଯେ ତୁ ପଢ଼ୁଛୁ ସେତେବେଳେ ଜାଣିଛୁ ତୁ ସାଇନ୍ସ ହିଁ ପଢ଼ିବୁ, ବିଜ୍ଞାନ ହିଁ ପଢ଼ିବୁ, ଇଞ୍ଜିନିୟର ହ ନହେଲେ ବୈଜ୍ଞାନିକ ହ। হুম, କିନ୍ତୁ ମୁଁ ସେଇ ଅନୁସାରେ ହିଁ ପ୍ରସ୍ତୁତ ହେଉଥିଲି। କିନ୍ତୁ ବାପାଙ୍କର ମୁଁ ତ ସେ ପାଠ ପଢ଼ିଲା ଭିତରେ ରେଭେନ୍ସାରେ ଥିଲା ଭିତରେ ବାପାଙ୍କର ମୃତ୍ୟୁ ହେଇଗଲା। ତାପରେ ଆମ ଘରର ଆର୍ଥିକ ଅବସ୍ଥା ମଧ୍ୟ ଅନେକ ପରିମାଣରେ ଭୁଷୁଡ଼ି ଗଲା। পয়সা কোটু আনଥିଲେ পড়িয়া ତେଣୁ ପାଇଁ? ନାଇଁ ପରେ ବାପାଙ୍କ ମୃତ୍ୟୁ ପରେ ଆମେ କ'ଣ ବିଶେଷ ଆଉ ମୋର ଅନୁଭାଇମାନେ ପଢ଼ୁଛନ୍ତି, ଭଉଣୀ ପଢ଼ୁଛନ୍ତି, ମୋ ଭଉଣୀ ବି ରେଭେନ୍ସା ଗାର୍ଲସ ହାଇସ୍କୁଲରେ ପଢ଼ୁଥିଲା। ତେଣୁ ଏଣ୍ଟାୟାର ପରିବାର ନଷ୍ଟଭ୍ରଷ୍ଟ ଭଳିଆ ହେଇଗଲା। କିନ୍ତୁ ତା ଭିତରେ ଆସିବାକୁ ପଡ଼ିଲା। ତେଣୁ ସେଇ ପରିସ୍ଥିତିରେ ପିଲାଦିନେ ଟ୍ୟୁସନ କରିଥିଲେ ଆପଣ? ମୁଁ ପିଲାଦିନେ ଏଇ ଯେଉଁ ପିରିୟଡ଼ରେ ମୁଁ କହିଲି କେତେ ଗୁଡ଼ା ଖର୍ଚ୍ଚ ଚଲେଇବା ପାଇଁକା ମୁଁ ତ ଟ୍ୟୁସନ୍ କରିଛି। ଯେ ମ୍ୟାଥମେଟିକ୍ସ ଯେଉଁମାନଙ୍କର ଟିକେ ଦରକାର ପଡ଼େ ଘଣ୍ଟାଏ ପଢ଼େଇ ଦେକୁ ଗଲେ କାହା ଘରକୁ କିଛି ପଇସା ମିଳୁଥିଲା, ଯେଉଁଥିରେ କି ମିନିମମ୍ ଯେଉଁ ଛାତ୍ର ଭାବରେ ଯେଉଁ ଟିକେ ଖର୍ଚ୍ଚ ଦରକାର ସେ ଖର୍ଚ୍ଚଟା ମିଳିଯାଉଥିଲା। হুম। ତେଣୁ ତ ବାବୁ ଟ୍ୟୁସନ କରୁଥିଲେ, ପାଠ ପଢୁଥିଲେ, ଏ ଯୋଉ ନେତାଗିରି କରିବା ପାଇଁ ଆପଣଙ୍କର ଇଚ୍ଛା ହେଲା, ପୁଣି ଆପଣ ୟୁଥ କଂଗ୍ରେସର ନାଇଁ ପ୍ରେସିଡେଣ୍ଟ ବନିଗଲେ? ନାଇଁ ନାଇଁ ୟୁଥ୍ କଂଗ୍ରେସ ନେତା ବାର ରେଭେନ୍ସା କଲେଜରେ ଛାତ୍ର ରାଜନୀତିରେ ଟିକେ ମୁଁ ଆକୃଷ୍ଟ ହେଲି। ଏଇଆ ପର୍ଯ୍ୟନ୍ତ ଆକୃଷ୍ଟ ହେଲି ଯେ ଆମ ବିଭାଗରେ ବିଜ୍ଞାନ ବିଭାଗରେ ଆମ ସମୟରେ ଯେଉଁ ସାଙ୍ଗମାନେ ସାଥୀମାନେ ଥିଲେ ଗ୍ରାଜୁଏସନ୍ ସ୍ତରରେ ଏବଂ ଅଣ୍ଡର ଗ୍ରାଜୁଏଟ୍ ସ୍ତରରେ, ମାନେ ଇଣ୍ଟରମିଡ଼ିଏଟ୍ ସ୍ତରରେ ଯଦି ଅଧିକାଂଶ ପିଲାଙ୍କୁ କିଏ ଜାଣିଥିଲା ତାହେଲେ ମୁଁ ଜାଣିଥିଲି। ମୋର ଗୋଟା ପ୍ରକୃତି ମୋ କ୍ଲାସ୍ର ସବୁ ପିଲାଙ୍କର କିଏ ତା ରୋଲ୍ ନମ୍ବର କେତେ ମୋର ମୁଖସ୍ଥ ହେଇକି ଥାଏ, ମୁଖସ୍ଥ। ଆଚ୍ଛା, ଏବେ ବି ଆପଣ ଟେଲିଫୋନ ନମ୍ବର ବହୁତ ଗୁଡେ ମନେ ରଖିଛନ୍ତି? ନାଇଁ ନାଇଁ ଏବେ ଆଉ ରହୁନି ମନେ, ମୋର ମନେ ସେ ରହୁନି। କେତେ ନମ୍ବର ଟେଲିଫୋନ ନମ୍ବର ଆପଣ ନାଇଁ ମନେ ନାଇଁ ରଖିଥିଲେ? କିଛି ମନେ ରଖିଛି, ଆଉ ରଖିପାରୁନି, ଆଉ ହଁ। ରଖିପାରୁନି। କିନ୍ତୁ ସେତେବେଳେ ସେଇ ଯେଉଁ ସୁବିଧା ଥିଲା, ତେଣୁ ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି ହଁ। ସେମାନେ ଆମକୁ ଟିକେ ଧରିବାକୁ ଆସନ୍ତି, ସାର୍ ଟିକେ ଆମକୁ ଟିକେ ସାହାଯ୍ୟ କରିବାକୁ। ସେଇଥିରେ ମୁଁ ଟିକେ ଛାତ୍ର ରାଜନୀତିରେ ସକ୍ରିୟ ହେଇ ପଡ଼ିଥିଲି ଟିକେ ଟିକେ। ମୁଁ ଯଦିଓ ରେଭେନ୍ସା କଲେଜରେ ନିଜେ କୌଣସି ପ୍ରତିଦ୍ୱନ୍ଦିତା କରୁନଥିଲି କିନ୍ତୁ ଆଗ୍ରହ ଥିଲା। କିନ୍ତୁ ବାପାଙ୍କ ମୃତ୍ୟୁ ପରେ ଗୋଟେ ହଠାତ୍ ଭୁଷୁଡ଼ି ପଡ଼ିଲା ଭଳିଆ ଲାଗିଲା। ତା ପରବର୍ତ୍ତୀ ଅବସ୍ଥାରେ ମୁଁ ଯେତେବେଳେ ଆସିକି ଲ କଲେଜରେ ଆଡ଼ମିସନ୍ ତାପରେ ନେଲି, ସେଇଠି ମୋର ନ୍ୟାଚୁରାଲି ଭାବିଲି କ'ଣ କରାଯାଇପାରେ। କାରଣ ମୁଁ ଯାହା ପରିକଳ୍ପନା କରୁଥିଲି ପଢ଼ିବି ବୋଲି, ଯୁଆଡ଼େ ଯିବି ବୋଲି, ସେ ଯେଉଁଠି ଗଲାବେଳକୁ ଯେଉଁ ସର୍ବନିମ୍ନ ଆର୍ଥିକ ଆବଶ୍ୟକତା ପଡ଼ୁଛି ମୁଁ ସେତେବେଳେ ନଥିଲା। ଏତେ ଲୋନ୍ ଫୋନ୍ ବ୍ୟାଙ୍କ ଫ୍ୟାଙ୍କ ବି ନଥିଲା ସୁବିଧା।